ଆପଣ କହିଥିଲେ ସତର କଣ ମୁଁ ମରିଯିବି ନା ଏ ଘର ଛାଡ଼ିକି ମୁଁ କୁଆଡ଼େ ଚାଲିଯିବି। ଏ ଘର ହଉଛି ମୋର, ମୁଁ ଏ ଘର ଛାଡ଼ି କୁଆଡ଼େ ବି ଯାଇପାରିବିନି। ବୋହୂ ଥିଲୁ ନୁହଁ ବାପା, ଏବେ ବି ମୁଁ ଆପଣଙ୍କର ବୋହୂ ହେଇ ଅଛି। ଆଉ ସାରା ଜୀବନ ପାଇଁ ମୁଁ ଆପଣଙ୍କ ବୋହୂ ହେଇ ରହିବି। ଯଦି ମୋ ଉପରକୁ ଗୁଳି ଚଳେଇବା କଥା ତାହେଲେ ଚଳାନ୍ତୁ ଗୁଳି ମୋ ଉପରକୁ ବାପା। ମୁଁ ଏଇଠି ଆପଣଙ୍କ ସାମ୍ନାରେ ଏ ଘରର ଏରୁଣ୍ଡି ବନ୍ଧଟେ ଭିତରକୁ ଯାଉଛି। ଚଳାନ୍ତୁ ଗୁଳି ମୋ ଉପରକୁ ବାପା, ଚଳାନ୍ତୁ ମୋ ଉପରକୁ ଗୁଳି। ଧନ୍ୟବାଦ। ନା ପ୍ରଥମତଃ ମୁଁ କହିବି ବିନୋଦ ଯୋଗୁଁ ମୁଁ ବେବିନା। ବିନୋଦକୁ ବାହା ନ ହେଇଥିଲେ ମୋତେ ବେବିନା ବୋଲି କେହି ଚିହ୍ନିଥାନ୍ତେ। ତାଙ୍କ ପାଇଁ ପ୍ରଥମତଃ ମୋତେ ଯେଉଁ ଚରିତ୍ରଟି ମିଳେ, ମୁଁ ଚାହେଁ ନିଜକୁ ଚେଷ୍ଟା କରିକି ଦର୍ଶକ ପାଖରେ ମୋ କଳାକୁ ଠିକ୍ ଭାବରେ ପହଞ୍ଚାଇବା ପାଇଁ। ଆଉ ଖଣ୍ଡଗିରି ଗୋଟେ ମହୋତ୍ସବ 7-8ଟି ପାର୍ଟି ଯେହେତୁ ପଡ଼ିଛି, କମ୍ପିଟିସନ୍ ନିଜ ନିଜ ଭିତରେ ହେଉଛି। ଆମର ଆକ୍ଚୁଆଲି କହିବାକୁ ଗଲେ ନୟକ ଦୁର୍ଭିକ୍ଷ ଗୋଟେ ସତ୍ୟ ଘଟଣାକୁ ନେଇକି ହେଇଛି। କିଛି ତା ଦେହରେ ଗୋଟେ ନାଟକୀୟ ଧରଣର ଜିନିଷ ନାହିଁ। ପ୍ରଥମତଃ କହିବି ଯାହା ଯାହା ଓଡ଼ିଶାରେ ଘଟିଥିଲା ସେତେବେଳ ସମୟରେ ସେଇଆକୁ ପରିବେଷଣ କରାଯାଇଛି। ଶାଗୁଣା ଯେହେତୁ ଖାଉଥିଲେ ମଣିଷ ମାଂସକୁ, ଶାଗୁଣାଟା ସତରେ ତ ଆମେ ଆଣିପାରିବୁନି, ତାକୁ କିଛି ଗୋଟେ ରୂପାନ୍ତର ଦେଇକି ତାକୁ ପରିବେଷଣ କରାଯାଇଛି ଦର୍ଶକ ଆଗକୁ। ଆଜି ତୁଷାର ଚାରିଟେବଲ୍ ଟ୍ରଷ୍ଟ ତରଫରୁ ଆପଣଙ୍କୁ ସମ୍ମାନିତ କରାଯାଇଛି। ଗୋଟେ କଳାକାର ପାଇଁ ଯୋଉ ସମ୍ମାନଟି ହେଇଥାଏ କେତେ ଖୁସି ଲାଗେ। ପ୍ରଥମତଃ ଜୟ ଜଗନ୍ନାଥ, ନମସ୍କାର ସମସ୍ତଙ୍କୁ। ଗୋଟେ କଳାକାର ପାଇଁ ଗୋଟେ ସମ୍ମାନିତ ହବା ଯେ ଲାଗିଯାଏ ଯେ ଟଙ୍କା ପଇସା ବଡ଼ ନୁହଁ, ବଡ଼ ହେଉଛି ସମ୍ମାନିତ। ମୋ କଳାଟାକୁ ମୁଁ ଲୋକଙ୍କ ସାମ୍ନାରେ ଠିକ୍ ଭାବରେ ପରିବେଷଣ କରିପାରୁଛି କି ନାହିଁ ସେ ପଛେ ହେଇଥାଉ, ମାନେ ତାର କିଛି ମାନେ ଟଙ୍କା ଭ୍ୟାଲୁ ଅଧିକା ନଥାଇପାରେ, କିନ୍ତୁ ଗୋଟେ ସମ୍ମାନିତ ହବା, ଗୋଟେ କପ୍ ପାଇବା ଗୋଟେ କଳାକାର ପ୍ରତି ବହୁତ ମାନେ ଗର୍ବ ଆଉ ନିଜକୁ ଧନ୍ୟ ବୋଲି ଆମେ ମନେ କରୁ। ବର୍ତ୍ତମାନ ଖଣ୍ଡଗିରିରେ ଆପଣଙ୍କର ପାର୍ଟି ପଡ଼ିଛି ଏବଂ ଧମାକେଦାର ମଧ୍ୟ ଚାଲିଛି। କେମିତି କ'ଣ ସାମ୍ନା କରୁଛନ୍ତି, ଦର୍ଶକ କେତେ ଭଲ ପାଇବା ଦେଉଛନ୍ତି ନାଟକକୁ? ପ୍ରଥମତଃ ମୋତେ ଯେଉଁ ଚରିତ୍ରଟି ମିଳେ, ମୁଁ ଚାହେଁ ନିଜକୁ ଚେଷ୍ଟା କରିକି ଦର୍ଶକ ପାଖରେ ମୋ କଳାକୁ ଠିକ୍ ଭାବରେ ପହଞ୍ଚାଇବା ପାଇଁ। ଆଉ ଖଣ୍ଡଗିରି ଗୋଟେ ମହୋତ୍ସବ 7-8ଟି ପାର୍ଟି ଯେହେତୁ ପଡ଼ିଛି, କମ୍ପିଟିସନ୍ ନିଜ ନିଜ ଭିତରେ ହେଉଛି। ଆଉ ଖୁସି ଅଛୁ, ଯାହା ଭଗବାନଙ୍କ ଇଚ୍ଛା। ସମସ୍ତେ ଜାଣିଛନ୍ତି ଖଣ୍ଡଗିରି ମହାସମରରେ ଗୋଟେ ଲଢ଼େଇ ହୁଏ, ଲଢ଼େଇ ଯଦି ବିଜୟ ହୁଏ ସାରା ଓଡ଼ିଶାରେ। ପ୍ରଥମତଃ କହିବି ଲଢ଼େଇ କ'ଣ, କିଛି ଲଢ଼େଇ ନାହିଁ। ଯାତ୍ରା 6ଟି ପାର୍ଟି ଆସିଛି, ଆମେ ସମସ୍ତେ କଳାକାର। ମାନେ ଅଡ଼ିଏନ୍ସ କାହାକୁ କେତେ ଦୂର ଗ୍ରହଣ କରୁଛନ୍ତି ନ କରୁଛନ୍ତି ସେଇଟା ଅଡ଼ିଏନ୍ସ ଉପରେ ନିର୍ଭର କରେ। ଲଢ଼େଇ କିଛି ନୁହଁ, କିନ୍ତୁ ଆମକୁ ଖୁସି ଲାଗେ ଯେହେତୁ ଏତେ ମାନେ ଦର୍ଶକ ଦେଖିଲା ପରେ ମାନେ ନିଜକୁ ମାନେ ବଳ ଯେମିତି ଗୋଟେ ସାତସିଂହର ବଳ ଆସିଯାଏ ଯେ କଳାଟାକୁ ପରିବେଷଣ ଠିକ୍ ଭାବରେ କରିବା ପାଇଁ। ସେମିତି କିଛି ଲଢ଼େଇ ନାହିଁ, ବହୁତ ଖୁସି ଲାଗେ। କଳାକାରମାନେ ଆସନ୍ତି, ଯାହା ସହିତ ଦେଖା ନ ହୋଇଥାଏ, ଭେଟ ନ ହୋଇଥାଏ, ତାଙ୍କୁ ଦେଖୁ, ବହୁତ ଖୁସି ଲାଗେ ଆଉ ମଜା ବି ଲାଗେ। ନାଇଁ ପ୍ରଥମତଃ ମୁଁ କହିବି ବିନୋଦ ଯୋଗୁଁ ମୁଁ ବେବିନା। ବିନୋଦକୁ ବାହା ନ ହେଇଥିଲେ ମୋତେ ବେବିନା ବୋଲି କେହି ଚିହ୍ନିଥାନ୍ତେ। ତାଙ୍କ ପାଇଁ ଆଚ୍ଛା, ବର୍ତ୍ତମାନ ଖଣ୍ଡଗିରିରେ ସାପ ଅଛି, ଘୋଡ଼ା ଅଛି, ରୋବଟ ତ ନାହିଁ, ସାପ ଘୋଡ଼ା ଅଛି, ଆପଣଙ୍କର ଚିଲ କେମିତି କ'ଣ ସାମ୍ନା କରିବେ? ନା ଆମ ଚିଲ ନୁହଁ, ଆମର ଆକ୍ଚୁଆଲି କହିବାକୁ ଗଲେ ନୟକ ଦୁର୍ଭିକ୍ଷ ଗୋଟେ ସତ୍ୟ ଘଟଣାକୁ ନେଇକି ହେଇଛି। କିଛି ତା ଦେହରେ ଗୋଟେ ନାଟକୀୟ ଧରଣର ଜିନିଷ ନାହିଁ। ପ୍ରଥମତଃ କହିବି ଯାହା ଯାହା ଓଡ଼ିଶାରେ ଘଟିଥିଲା ସେତେବେଳ ସମୟରେ ସେଇଆକୁ ପରିବେଷଣ କରାଯାଇଛି। ଶାଗୁଣା ଯେହେତୁ ଖାଉଥିଲେ ମଣିଷ ମାଂସକୁ, ଶାଗୁଣାଟା ସତରେ ତ ଆମେ ଆଣିପାରିବୁନି, ତାକୁ କିଛି ଗୋଟେ ରୂପାନ୍ତର ଦେଇକି ତାକୁ ପରିବେଷଣ କରାଯାଇଛି ଦର୍ଶକ ଆଗକୁ। ଆଉ କିଛି ନାହିଁ। ନିଶ୍ଚୟ ଦେବେ, ଯେହେତୁ ଗୋଟେ ସତ୍ୟ ଘଟଣା, ଐତିହାସିକ ଘଟଣା, ନାଟକ ନାହିଁ। ଯଦି ଶେଷ ପର୍ଯ୍ୟନ୍ତ ଯେଉଁ ଦର୍ଶକ ବନ୍ଧୁ ଠିକ୍ ଭାବରେ ରହିବେ ଦେଖିବା ପାଇଁ, ତାଙ୍କୁ ନିଶ୍ଚୟ ଭଲ ଲାଗିବ ନାଟକଟି। ଡାଇଲଗ ତ କହିଥିଲି ସେଦିନ, ଆଉ ଗୋଟେ କୋଉଟା ସେଟା କହିଥିଲେ ଯାଜପୁରରେ, ଭଣ୍ଡାରୀ ଡାଇଲଗ ଭୟଙ୍କର ନ କଦରୁ ଅଲଗା ନାଟକର କହୁଛି। ହଁ, ସେ ପାଥାଟିକ ନାଟକର ଡାଇଲଗ କହୁଛି। ଆପଣ କହିଥିଲେ ସତରେ କ'ଣ ମୁଁ ମରିଯିବି ନା ଏ ଘର ଛାଡ଼ିକି ମୁଁ କୁଆଡ଼େ ଚାଲିଯିବି। ଏ ଘର ହଉଛି ମୋର, ମୁଁ ଏ ଘର ଛାଡ଼ି କୁଆଡ଼େ ବି ଯାଇପାରିବିନି। ବୋହୂ ଥିଲୁ ନୁହଁ ବାପା, ଏବେ ବି ମୁଁ ଆପଣଙ୍କର ବୋହୂ ହେଇ ଅଛି। ଆଉ ସାରା ଜୀବନ ପାଇଁ ମୁଁ ଆପଣଙ୍କ ବୋହୂ ହେଇ ରହିବି। ଯଦି ମୋ ଉପରକୁ ଗୁଳି ଚଳେଇବା କଥା ତାହେଲେ ଚଳାନ୍ତୁ ଗୁଳି ମୋ ଉପରକୁ ବାପା। ମୁଁ ଏଇଠି ଆପଣଙ୍କ ସାମ୍ନାରେ ଏ ଘରର ଏରୁଣ୍ଡି ବନ୍ଧଟେ ଭିତରକୁ ଯାଉଛି। ଚଳାନ୍ତୁ ଗୁଳି ମୋ ଉପରକୁ ବାପା, ଚଳାନ୍ତୁ ମୋ ଉପରକୁ ଗୁଳି। ଧନ୍ୟବାଦ।
Thank you.